तो ଧରାହେଲେ କ'ଣ ରହିଥିଲା କେମିତି ଧରାହେଲା କେମିତି କ'ଣ ଥିଲା? ନାଇଁ ଏ ତ କେସ୍ଟା ଆମର ଗୋଟେ ଚ୍ୟାଲେଞ୍ଜ ଥିଲା ଏବଂ ଏସ୍ପିଙ୍କ ନିର୍ଦ୍ଦେଶରେ ଗୋଟେ ଆମର ଏସ୍ଆଇଟି ଗଠନ କରାଯାଇଥିଲା। ଏସ୍ଆଇଟି ପ୍ରଥମ ଦିନରୁ ଆମେ ସବୁ ପ୍ରକାର ଏଭିଡେନ୍ସ ଆମେ କଲେକ୍ସନ୍ କରୁଥିଲୁ, ଡିଜିଟାଲ୍ ଏଭିଡେନ୍ସ ଏବଂ ଆମର କ୍ରିମିନାଲ୍ ଇଣ୍ଟେଲିଜେନ୍ସ କଲେକ୍ସନ୍ କରି ଆମେ ଜାଣିଥିଲୁ ତିନି ଜଣ ଆକ୍ୟୁଜ୍ ଯେତେ ଇନଭଲ୍ଭ ଥିଲେ। 2 ଜଣଙ୍କୁ ଆଗରୁ ଆମେ ଗିରଫ ଆରେଷ୍ଟ କରି ଫରୱାର୍ଡ଼ କରିଛୁ। ଆଜି ଗତକାଲି ରାତିରେ ଆମେ ତୃତୀୟ ଅଭିଯୁକ୍ତ ଆରେଷ୍ଟ କରିଛୁ। ଆଜି ସେ କୋର୍ଟ ଫରୱାର୍ଡ଼ ହେଉଛି। କ'ଣ ସେ ମାନିଥିଲେ ଆକ୍ଚୁଆଲି ଯେଉଁ 3 ଜଣ ଅଭିଯୁକ୍ତ ତା ଯେଉଁ କିଛି ଭ୍ୟାନିଟିରୁ ମିଳିଥିଲା ନା ନାହିଁ ଶୁଣିବାକୁ ମିଳୁଛି? ହଁ, ସେମାନେ ତ ମେନ୍ ଉଦ୍ଦେଶ୍ୟ ତାଙ୍କର ଛିନତେଇ ଥିଲା। ଛିନତେଇ କଲାବେଳେ ଯେହେତୁ ସେ ଅପୋଜ କରିଛନ୍ତି, ତାଙ୍କ ଭିତରେ ଧସ୍ତାଧସ୍ତି ହେଇଛନ୍ତି ଏବଂ ଧସ୍ତାଧସ୍ତି ହେବା ଭିତରେ ଇଏ ତାଙ୍କୁ ଷ୍ଟାପ୍ କରିଛନ୍ତି। ଜଣାପଡ଼ିଲାଣି କି ତିନିଙ୍କ ଭିତରେ ମୁଖ୍ୟ ଅଭିଯୁକ୍ତ କିଏ ଷଡ଼ଯନ୍ତ୍ରକାରୀ କିଏ ବା ଆଗରୁ କ'ଣ ବିବାଦ ଥିଲା? ନାଇଁ, ଏଥିରେ ଷଡ଼ଯନ୍ତ୍ର ନଥିଲା କି କୌଣସି ଆଗରୁ କୌଣସି ବିବାଦ ନଥିଲା। ଏଇଟା ଗୋଟେ ସଡନ୍ ପ୍ରୋଭୋକେସନ୍ ହେଇଛି। ସେମାନେ ତାଙ୍କ ଧସ୍ତାଧସ୍ତି ହେଇଛନ୍ତି, ଧସ୍ତାଧସ୍ତି ହେବା ଭିତରେ ଏମାନେ ତାଙ୍କୁ ଷ୍ଟାପ୍ କରିଛନ୍ତି। ସାର୍ ସେ ବ୍ୟାଗ୍ ଭିତରେ କେତେ ଟଙ୍କା ଥିଲା? ଏମାନେ ତ କହିବା କଥା ବ୍ୟାଗ୍ରେ 30 ଟଙ୍କା ଥିଲା ବୋଲି। ତାହେଲେ ହତ୍ୟାକାଣ୍ଡ 30 ଟଙ୍କା ହେଲା ବୋଲି ଯାହା ନାଇଁ, ହତ୍ୟାକାଣ୍ଡ 30 ଟଙ୍କା ହେଲା ପାଇଁ ହେଇଛି ବୋଲି ମୁଁ କହିବିନି। ହତ୍ୟାକାଣ୍ଡ ହେଇଛି, ସେମାନେ ତାକୁ ଛଡ଼ଉଥିଲେ, ଛଡ଼େଇବା ଭିତରେ ସେ ଅପୋଜ କରିଛି, ଏମାନେ ତାକୁ ଛୁରୀରେ ଷ୍ଟାବ୍ କରିଛନ୍ତି ଏବଂ ତାକୁ ହତ୍ୟା କରିଛନ୍ତି।